ଏହି ଅକ୍ଷୟ ତୃତୀୟା ଦିନ ଯଦି ଆପଣ ଏହି ପାଞ୍ଚଟି ଜିନିଷ କିଣିକି ଆଣିବେ ତ ଆପଣଙ୍କ ଘରେ ଧନ ସମ୍ପତ୍ତିର କେବେ ବି କମି ରହିବ ନାହିଁ। ଆଉ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ସବୁବେଳେ ଆପଣଙ୍କ ଉପରେ ବନି ରହିବ। ତେବେ କଣ ସେହି ଜିନିଷ ଆସନ୍ତୁ ଜାଣିବା, କିନ୍ତୁ ଜାଣିବା ପୂର୍ବରୁ ହେ ମାତା ଲକ୍ଷ୍ମୀ, ଯିଏ ବି ଆପଣଙ୍କର ଏହି ଭିଡିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ କରିବେ ତାଙ୍କ ଘରକୁ ଅନ୍ନ ଧନରେ ଭରିଦେବେ। ତ ପ୍ରଥମ ଜିନିଷ, ଏହି ଦିନ ତୁଳା କିଣିବା ବହୁତ ଜରୁରୀ ହୋଇଥାଏ, ବହୁତ ଶୁଭ ବି ମନାଯାଏ। ଏହା ଆପଣଙ୍କ ଜୀବନରେ ଶାନ୍ତି ବଜାୟ ରଖିଥାଏ ଆଉ ଧନକୁ ଆକର୍ଷିତ କରିବାର ଶକ୍ତି ବଢାଇଥାଏ। ଦ୍ୱିତୀୟ ଜିନିଷଟି ହେଉଛି ଲୁଣ। ଲୁଣ କିଣିବା ଶୁଭ ହୋଇଥାଏ, କିନ୍ତୁ ଧ୍ୟାନ ରଖିବେ ଏହି ଦିନ ଲୁଣ ସେବନ କରିବେ ନାହିଁ। ତୃତୀୟ ଜିନିଷଟି ହେଉଛି ମାଟିର ପାତ୍ର, ଯେପରିକି ମାଟିର ଘଡ଼ି, ମାଟିର ଦୀପ। ଏହି ଜିନିଷ ଘରକୁ ସକାରାତ୍ମକ ଉର୍ଜା ଓ ସମୃଦ୍ଧି ଆଣିଥାଏ। ତ ଏହି ଅକ୍ଷୟ ତୃତୀୟା ଦିନ ମାଟିର ପାତ୍ର ଘରକୁ ଜରୁର କିଣିକି ଆଣନ୍ତୁ। ଚତୁର୍ଥ ଜିନିଷଟି ହେଉଛି ହଳଦିଆ ସୋରିଷ। ଏହି ଦିନ ହଳଦିଆ ସୋରିଷ କିଣିବା ବହୁତ ଲାଭକାରୀ ହୋଇଥାଏ। କୁହାଯାଏ କି ଏହା ଦ୍ୱାରା ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ତ ପଞ୍ଚମ ଜିନିଷ, ସବୁଠାରୁ ଖାସ୍ ଜିନିଷ ହେଉଛି କଉଡ଼ି। ଅକ୍ଷୟ ତୃତୀୟା ଦିନ କଉଡ଼ି କିଣିକି ମାତା ଲକ୍ଷ୍ମୀଙ୍କ ଚରଣରେ ରଖିଦେବେ। ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର କୃପା ସବୁବେଳେ ଆପଣଙ୍କ ଘରେ ବନି ରହିବ। ଏହି ଅକ୍ଷୟ ତୃତୀୟା ଦିନ ଏହି ପାଞ୍ଚଟି ଜିନିଷକୁ ଜରୁର କିଣିକି ଆଣନ୍ତୁ, ଆପଣଙ୍କର ଭାଗ୍ୟ ବଦଳିଯିବ।